ଟିକେ ପରିଚୟ ଦେଲେ। আমি বহরমপুর আসছিল স্টুডেন্ট মনা জগদীশ কানুচরণ করে ସେ ବ୍ରହ୍ମପୁରରୁ ପ୍ରାକୃତିକ ସୌନ୍ଦର୍ଯ୍ୟ ଅଛି ବାଲିପାହାଡ଼ ଗୋଟେ ସୁନ୍ଦରତା ଅଛି ବଢିଆ ଦେଖାଯାଉଛି ଚାରିଆଡେ ପ୍ରାକୃତିକ ସୌନ୍ଦର୍ଯ୍ୟ ବହୁତ ବଢିଆ ମାନେ ହଁ ଆପଣମାନେ କୋଉ କୋଉ ଜାଗା ପରିବେଶ କେମିତି ଏଠାର ଯୋଉ ଭାଇ ଫାଷ୍ଟ ଯାହା ଏଣ୍ଟର କଲୁ ପାହାଡ ପର୍ବତ ଠାକୁରଟାକୁ ବଢିଆ ସୁନ୍ଦର ଦେଖାଯାଉଛି ପାଣି ସହିତ ଭରା ହେଇଛି ଲୋକ ଯାହା ଅଛନ୍ତି ଏଇଠି ବେପାର କରୁଛନ୍ତି ତାଙ୍କର ବି ଫ୍ରେଣ୍ଡଲି ନେଚର ଯାହା ହେଲେ ପଚାରିଲେ କିଛି ଯାହା ବୁଝେଇ ଦଉଛନ୍ତି ଯେମିତି ଏବେ କହିଲେ କଣ କେମିତି ଚାଲିଛି ସମସ୍ତଙ୍କ ବ୍ୟବହାର ବହୁତ ବଢିଆ ଆଚ୍ଛା ରଜରେ ଆପଣମାନେ ଏଇ ମଜା ମଜା ବି ଆସିବେ ରଜରେ ତ ଘରେ ଝିଅମାନେ ରହୁଛନ୍ତି ମଜା ଓଡ଼ିଶା ନ୍ୟୁଜ୍ ତରଫରୁ ବାଲୁଗାଁର ବୋଟିଂ ଏରିଆରେ ଆସିକି ପହଞ୍ଚିଲି। ଏଇ ବୋଟ୍ ଗୁଡ଼ିକ ଆପଣମାନେ ଦେଖିପାରୁଥିବେ ତାର ସୌନ୍ଦର୍ଯ୍ୟମୟ ଏବଂ ଚିଲିକାର ହ୍ରଦରେ ଯେଉଁ ବୋଟ୍ ଗୁଡ଼ିକ ଥୁଆ ହେଇଛି ତାର ସୌନ୍ଦର୍ଯ୍ୟ ବର୍ତ୍ତମାନ ଦୀର୍ଘ ସମୟ ହେଲା 3ଟା ଏଇ 3ଟାରେ ଆପଣମାନେ ଦେଖିପାରୁଥିବେ ବର୍ତ୍ତମାନ ଏଠାର ଯେଉଁ ପର୍ଯ୍ୟଟକମାନେ ଆସୁଛନ୍ତି ସେ ପର୍ଯ୍ୟଟକମାନଙ୍କର ଭିଡ଼ ଲାଗି ରହିଛି। ନିତ୍ୟ ବ୍ୟବହାର ଜିନିଷ ଆମର ପର୍ଯ୍ୟଟକ ପାଇଁ ନିହାତି ଆବଶ୍ୟକ ତାକୁ ମଧ୍ୟ ବିକ୍ରୟ କରାଯାଉଛି। ଆମେମାନେ ଏଇ ରଜ କଟାଇବା ପାଇଁ ଏଠିକି ଆସିଥିଲୁ ଏବଂ ଏଠାର ମନୋରମ ଦୃଶ୍ୟ ଆପଣ ଦେଖିପାରୁଥିବେ ଚିଲିକାର ଯେଉଁ କୁଳୁକୁଳୁ ନାଦ ପବନରେ ଯେଉଁ କୁଳୁକୁଳୁ ନାଦ ଏବଂ ସେଇଠିକାର ଯେଉଁ ପରିବେଶ ଏତେ ସୁନ୍ଦର ଆମେ ଦେଖିପାରୁଥିବେ। ବର୍ତ୍ତମାନ ବୋଟ ମାନେ ଯେଉଁ ଡଙ୍ଗା ସାହାଯ୍ୟରେ ବର୍ତ୍ତମାନ ଗୋଟେ ମେସିନ୍ ଲାଗିଛି ଆମର ଯେଉଁମାନେ ଯାଇଛନ୍ତି ଦର୍ଶକ କାଳି ଯାଇକି ମାନେ ଫେରୁଛନ୍ତି। ଏଇଠାର ପରିବେଶକୁ ଯଦି ଆମେ ପରିଲକ୍ଷିତ କରିବା ବାଲୁଗାଁ ଏଇଥିପାଇଁ ବର୍ତ୍ତମାନ ବିଜୟ ସାନଗଣଙ୍କ ସହିତ ବିକ୍ରି କରାଯାଉଛି ଓଡ଼ିଶା ନ୍ୟୁଜ୍।